ହରିନାଥଙ୍କର ଆଜ୍ଞା ନମସ୍ୟ। ହରିନାଥଙ୍କର ପାଲା ମୁଁ ନିଜେ ଅନୁଭବ କରିଛି। ଆପଣ ପରିସ୍ରା ଯାଇପାରିବେନି, ଆପଣ ଲୁଗାରେ ପରିସ୍ରା କରିବେ, ପରିସ୍ରା ଯାଇପାରିବେ ଆପଣ। ମାନେ କରୁଣ ରସ, କରୁଣ ରସ ତାଙ୍କ ମାଷ୍ଟ୍ରି ତାଙ୍କର। ଏଇଠି ଆମ ସୁନ୍ଦରପଦାରେ ନିରଞ୍ଜନଙ୍କର ଆଉ ହରିନାଥ ଦୁଇ ଜଣ ପାଲା କରୁଥିଲେ। ମୁଁ ଯାଇଥିଲି ଦେଖିବି, ମୁଁ ସେତେବେଳେ ପାଞ୍ଚଗାଁ ସ୍କୁଲରେ ଥାଏ, ମୁଁ ଆସିଥିଲି ଦେଖିବାକୁ। ନିରଞ୍ଜନଙ୍କର ରାତି 8ଟା, ରାତି 11ଟା ସାଢ଼େ 11ଟା ବେଳକୁ ତାଙ୍କ ଥାକ ବନ୍ଦ କରି ଗଲେ। ତାପରେ ଆସିଲେ ହରିନାଥ, ସେ କଲେ ହରିଶ୍ଚନ୍ଦ୍ର ବିଷୟ, ବୁଝିଲେ। କଣ୍ଠସ୍ୱର ଭଲ, ପରିଶ୍ରମୀ ଲୋକ, ଗୋଟେ ଖର୍ବ ସ୍ଥୂଳତନୁ, ମେଳଦଳ ଭଲ, ଆଉ ସମଗ୍ର ବିଷୟବସ୍ତୁକୁ 4 ଭାଗ ସେ କରିଦେବେ। କେଉଁଠି 25% ଆପଣଙ୍କୁ ମାନେ କାନ୍ଦଣା ଆସିବ, କିଛି ସମୟ ଗଲା ପରେ 50%, ତାର କିଛି ସମୟ ପରେ 75%। ସେତେବେଳକୁ ଆପଣ ତ କାନ୍ଦିବେ ଆଉ, ଆପଣ ନ କାନ୍ଦିକି ରହିପାରିବେନି। ଗୋଟେ ଉଦାହରଣ ଦେଇଛି ହରିଶ୍ଚନ୍ଦ୍ର ବିଷୟ। ହରିଶ୍ଚନ୍ଦ୍ର ବିଷୟରେ ଯେତେବେଳେ ଆସିଲେ ଦାନ ନେବା ପାଇଁ, ଇଏ ଦାନ ଦେଇଦେଲେ, ଦକ୍ଷିଣା ଦେବା ପାଇଁ ଇଏ ବୁଲିଲେ। ଦକ୍ଷିଣା ଦେବା ପାଇଁ ବୁଲିକିରି ସେଠୁ ସବ୍ୟାକୁ ବିକ୍ରି କରିବା କଥା ହେଲା। ସବ୍ୟା ଆଉ ରୋହିତ ୟାକୁ ବିକ୍ରି କରିବେ। ଗୋଟେ ସ୍ୱାମୀ ତା ସ୍ତ୍ରୀକି ଏବଂ ପୁଅକୁ ଦକ୍ଷିଣା ଦେବା ପାଇଁ ସ୍ତ୍ରୀ କହିଲା, ମୁଁ ଅର୍ଦ୍ଧାଙ୍ଗିନୀ, ମୋର ଅଧେ ଦକ୍ଷିଣା, ତୁମେ 1000 ସ୍ୱର୍ଣ୍ଣ ମୁଦ୍ରା ଯଦି ଦକ୍ଷିଣା ଦେବା ପାଇଁ କହିଛ, 500 ସ୍ୱର୍ଣ୍ଣ ମୁଦ୍ରା ମୁଁ ଦେବି। ତେଣୁ ମୋତେ ଆପଣ ବିକ୍ରି କରିକି 500 ସ୍ୱର୍ଣ୍ଣ ମୁଦ୍ରା ନିଅନ୍ତୁ, ଆଉ ଆପଣ 500 କେମିତି ସଂଗ୍ରହ କରିବେ ଆପଣ ଜାଣିଥିବେ। ପୁଅ ଗଲାବେଳକୁ, ଏ ମା' ଗଲାବେଳକୁ ପୁଅ ଛାଡ଼ିଲାନି। ପୁଅ କହିଲା ମୁଁ ମା' ସାଙ୍ଗେ, ମା' ପାଖରେ ପୁଅଟା ବି ଯିବ। ଆଣିଲେ 500 ସ୍ୱର୍ଣ୍ଣ ମୁଦ୍ରା। ସ୍ୱାମୀ ସ୍ତ୍ରୀର ବିଚ୍ଛେଦ ବେଳେ ଆପଣଙ୍କ ମାନେ 25% ଆପଣ ଦୁଃଖ ଅନୁଭବ କରିବେ। ଅନୁଭବ କରିବେ ମାନେ ରସଟାର ମାନେ ପ୍ରାରମ୍ଭିକ ପର୍ଯ୍ୟାୟ ସେଇଟା। ତାପରେ ଯେତେବେଳେ ଇଏ ସବ୍ୟା ଇଏ ହେଇଛନ୍ତି କ'ଣ, ତାର ପୁଅ ମରିଯାଇଛି, ପୁଅକୁ ସାପ କାମୁଡ଼ିଦେଲା, ମା' ତାକୁ ବିକଳ ହେଇକି କାଟିଲା, ସେତେବେଳେ ଆପଣଙ୍କୁ 20%। ଇଏ ରାଜା ହେଇକିରି ଇଏ ସଂସାର ରକ୍ଷକ, ହଁ, ଏପଟେ ମଲା ପୁଅକୁ ଧରିକିରି ଆସୁଛନ୍ତି ସବ୍ୟା। ମାନେ ଘନ ଘଟା, ଘନ ଅନ୍ଧାର, କେବଳ କିଛି ଆଉ ଚିହ୍ନିବାର ଅବକାଶ ନାହିଁ। କାନ୍ଦି କାନ୍ଦିକି ଯେତେବେଳେ ପୁଅକୁ ରୋହିତକୁ ଧରିକି କାନ୍ଦୁଛି, ସେତେବେଳେ ହରିଆ ଚଣ୍ଡାଳ ସେ ଆସିଛି। ଆସିକିରି କିଏ ତୁ? ନା ମୋର ସବୁ ସରିଯାଇଛି, ହେଇଯାଇଛି, ଏମିତି କହିଲେ। ପରିଚୟ ଶେଷରେ ମିଳିଲା। ସିଏ ବିଜୁଳି ମାରିଦେଲା, ସବ୍ୟା ଚିହ୍ନଟ ହେଇଗଲା। ଦୁଇ ଜଣ ଯାକ ଆମେ ବର୍ତ୍ତମାନ ମରିବା। ନା, ମୁଁ ମରିପାରିବିନି, ତୁ ମରିଯାଇପାରୁ, କିନ୍ତୁ ମରିବା ପୂର୍ବରୁ ଏ ନିଆଁର ଫିସ୍ଟା ତ ଦେବାକୁ ପଡ଼ିବ ନା। ମୋ ମାଲିକକୁ ଦେବି କେଉଁଠୁ? ଫିସ୍ଟା ଦେବି ନା। ଆଣେ ଟଙ୍କା, ଆଣେ। ଆଉ ସେ ପୂର୍ବ ସମ୍ପର୍କ ମୋର ନାହିଁ। ମୁଁ ବର୍ତ୍ତମାନ ସଂସାର ରକ୍ଷକ ହରିଆ, ମୁଁ ଚାକିରି କରିଛି। ତେଣୁ ମୁଁ କେବେ ହେଲେ ବିନା ଫିସ୍ରେ ତୋତେ ଦାହ କରିବାକୁ ଅନୁମତି ଦେଇପାରିବିନି। ନା ତାହେଲେ ମୋ ଏ ସାଙ୍ଗସାଥି ପିଲାମାନେ କେତେବେଳେ କେମିତି ମୋ ପୁଅକୁ ଦିଅନ୍ତି, ମୁଁ ତାକୁ ଗାତରେ ପକେଇକି ରଖିଛି, ମୁଁ ଯାଉଛି ଆଣିବି, ଯା।
ନା ଏଇଠି ପୁଅ ରହିଲା। କାହା ପୁଅ? କଉଡ଼ି ଆଣିମୁ ତାକୁ ଦାହ କରିବୁ, ସେ ପର୍ଯ୍ୟନ୍ତ ଇଏ ପୁଅ ଏଇଠି ଥାଉ। ଇଏ ଗଲାବେଳକୁ କଉଡ଼ି ଆଣିବାକୁ ଯାଇଛି, ସେଇଠି ଯେଉଁଟା ମାନେ ସବ୍ୟା ଆଉ ହରିଚନ୍ଦ୍ର ମିଳନ, ସେତେବେଳେ 75% ଆପଣଙ୍କର ଶୋକ ଆସିବ। ଆଉ ଗୋଟେ ସିନ୍ ମିଶାଇ ଦେଇଛି ବସୁକୁ, କ'ଣ ଇଏ ଯାଇଛି କଉଡ଼ି ଆଣିବାକୁ, ହୁଏତ ବିଶ୍ୱାମିତ୍ର କପଟରେ ତା କାନିରେ ସୁନା ଅଳଙ୍କାର ଗୁଡ଼ାଏ ବାନ୍ଧି ଦେଇଛନ୍ତି ଏବଂ ଚୋର ଚୋର ବୋଲି ହାଉଡ଼ି କରିକି ୟାକୁ ଧରିଛନ୍ତି। ୟାକୁ ଧରିବା ପରେ ଇଏ ହେଉଛି ବର୍ତ୍ତମାନ ଚୋରଣୀ। ତେଣୁ ରାଜାଙ୍କ ପାଖକୁ ବିଚାର କରିବାକୁ ନିଆଯାଏ। ରାଜା ବିଚାର କରିଛି ଯିଏ ସଂସାର ରକ୍ଷକକୁ ରଖିଛି, ହରିଆର ରାଜା ମାଲିକ ଯିଏ, ସିଏ ହେଉଛି ରାଜା, ସିଏ ହେଉଛି ଶିବ ନିଜେ। ନେଇଯା ସଂସାରରେ ହରିଆକୁ କହିବୁ ୟାକୁ ଶାସ୍ତି ଦେବ। ଶାସ୍ତି ବୋଲେ ମୃତ୍ୟୁଦଣ୍ଡ, ଆଉ କିଛି ନୁହଁ। ଆଚ୍ଛା, ସେ ଆସିଛି। ଯେତେବେଳେ ମୃତ୍ୟୁଦଣ୍ଡ ପାଇଁ ଇଏ ମୁଣ୍ଡ ଦେଖେଇଛି, ସେତେବେଳେ ସୂର୍ଯ୍ୟ ଥାଅ, ସାକ୍ଷୀ ଥାଅ ସୂର୍ଯ୍ୟ, ସାକ୍ଷୀ ଥାଅ ଚନ୍ଦ୍ର, ସାକ୍ଷୀ ଥାଅ ଆକାଶ, ସାକ୍ଷୀ ଥାଅ ତାରା, ସତ ରକ୍ଷା କରି ଆଜି କିଭଳି ଭାବରେ ଭୃତ୍ୟର କାର୍ଯ୍ୟ କରୁଛି ଚଣ୍ଡାଳ ହରିଆ। ଏଇ କଥା କହି ଯେତେବେଳେ ମାରିଛି ସମସ୍ତେ ମାନେ ମୁକ୍ତ ହେଇଯାଇଛି ସେଠୁ। କିନ୍ତୁ ସେଠି ଆପଣ ନିଶ୍ଚିତ ଭାବରେ ଚତୁର୍ଥ ଏମିତି ସ୍ତର ସ୍ତର ଦେଇକରି ସେ ଆପଣଙ୍କୁ କନ୍ଦେଇବେ। ଯେଉଁ ବିଷୟ କରନ୍ତୁ, ଏ ବସୁ ସାହିତ୍ୟ ଉପରେ ତାଙ୍କ ମାଷ୍ଟ୍ରି। ଅଧିକରୁ ଅଧିକ ପାଲା ଦେଖିବା ପାଇଁ ଆମ ଚ୍ୟାନେଲ ସବସ୍କ୍ରାଇब କରନ୍ତୁ।